ତାଙ୍କର ମା ହେବେ ସେ କ୍ୟାନ୍ସର ପଡ଼ିକି ଆଜି ମୃତ୍ୟୁବରଣ କଲେ। ତାଙ୍କର ପରିବାର ଅନ୍ୟମାନଙ୍କୁ ନେଇକି ସେମାନେ ଶବ ସତ୍କାର କରି ଆସି ଶୌଚ ହେବା ପାଇଁ ଗାଧୋଇବା ପାଇଁ ଯେତେବେଳେ ଯାଇଛନ୍ତି ଅନ୍ୟମାନଙ୍କ ସହିତ ତାଙ୍କର ଗୋଡ଼ ଖସି ଯାଇଛି। ପିଲାର ବୟସ ମାତ୍ର 28-29। ଆଉ ଅନ୍ୟମାନେ ବହୁତ ଚେଷ୍ଟା କରିଛନ୍ତି, ସେ ଏକଦମ ପୁରା ତଳକୁ ଚାଲିଗଲେ। 10 ଫୁଟ ଖଣ୍ଡ ପାଣି ଥିଲା, ଯାହାକି ତାକୁ ଖୋଜିକି ବାହାର କରିବା ତାଙ୍କ ପାଖରେ ସମ୍ଭବ ହୋଇପାରିଲାନି। ଆଉ ତାର 10-15-20 ମିନିଟ୍ ଭିତରେ ଦମକଳ ବାହିନୀ ଗଲା ଯେ, କିନ୍ତୁ ଖୋଜିକି ବାହାର କରିବା ବହୁତ ଲେଟ୍ ହେଲା। ସେତେବେଳକୁ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା। ସେ ଗତ ରାତ୍ରିରେ ତାର ଜଣେ ସାନ ଜେଜେମା ଏକ୍ସପାର୍ଟ କରିଯାଇଥିଲେ। ସେ ଶବ ସତ୍କାର ପାଇଁ ତାଙ୍କୁ ସବୁ ଯାଇକି ସାହି ପଡ଼ିଶା ମାନେ ମିଶିକି ଶବ ସତ୍କାର କଲେ। ଶବ ସତ୍କାର କରିବା ପରେ ଆସିକି ସେମାନେ ଗାଧୋଇବା ପାଇଁ ସେ ପୋଖରୀରେ ଥିଲେ। ଇଏ ହଠାତ୍ ଗାଧୋଇବା ଭିତରେ ପୋଖରୀରେ ଗୋଡ଼ ଖସିଗଲା। ସେ ପୋଖରୀରେ ପଡ଼ିଗଲେ, ଯେଉଁଟାକି ଉଠି ପାରିଲେନି, ତାର ଏକ୍ସପାର୍ଟଟା ହେଇଗଲେ।